କମାଣ୍ଡର ସୁଭାଷ ବିଞ୍ଜ ରାଜଗାଙ୍ଗପୁର ମାଟିର ସମ୍ମାନ ଓ ଗୌରବ। ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ଭଗଟଲା ଗ୍ରାମରେ ଏକ ସାଧାରଣ ପରିବାରରେ 25 ଫେବୃଆରୀ 1980 ମସିହାରେ ଜନ୍ମଗ୍ରହଣ କରିଥିଲେ। ରାଜଗାଙ୍ଗପୁର ଆର୍ଭି ହାଇସ୍କୁଲରେ ବାଲ୍ୟାବସ୍ଥାରେ ଶିକ୍ଷା ଗ୍ରହଣ କରିବା ପରେ ଝାଡ଼ବେଡ଼ା ଡାଲମିଆ ମହାବିଦ୍ୟାଳୟଠାରେ ଅଧ୍ୟୟନ କରି +2 ପାସ୍ ହୋଇ ଦେଶ ସେବା ମନୋବୃତ୍ତି ନେଇ ଭାରତୀୟ ସୈନିକ ବିଭାଗରେ ଯୋଗଦାନ କରିବା ସହ ପ୍ରଶିକ୍ଷଣ ନେଇ 2004 ମସିହାରେ ପ୍ରଥମ ପୋଷ୍ଟିଂ ଝାଡ଼ଖଣ୍ଡ ରାଜ୍ୟର ନିଜର ପ୍ରତିଭାର ପ୍ରମାଣ ଦେଇ 2006 ମସିହାରେ ଆସାମ, 2008 ମସିହାରେ ଜାମ୍ମୁ କାଶ୍ମୀର, 2010 ମସିହାରେ ସ୍ପେଶାଲ କମାଣ୍ଡୋ ଭାବରେ ବିହାର ରାଜ୍ୟର ନିଜର ଦକ୍ଷତା ଓ ଦେଶ ସେବା କରି 2013 ମସିହାରେ ଛତିଶଗଡ଼ ଏବଂ 2016 ମସିହାରେ ଓଡ଼ିଶା ରାଜ୍ୟରେ ସ୍ପେଶାଲ କମାଣ୍ଡୋ ଭାବରେ ଯୋଗଦାନ କରିବା ସହ 2021 ମସିହାରେ ଭୋପାଳଠାରେ କାର୍ଯ୍ୟରତ ଅବସ୍ଥାରେ ଚଳିତ ବର୍ଷ ଏପ୍ରିଲ 30 ତାରିଖ ଦିନ ଅବସର ଗ୍ରହଣ କରିଥିଲେ। ଅବସର ନେବା ପରେ କମାଣ୍ଡର ସୁଭାଷ ବିଞ୍ଜ ରାଜଗାଙ୍ଗପୁର ନିଜର ଜନ୍ମମାଟିରେ ଆସି ପ୍ରଥମେ ମାତୃଭୂମିକୁ ପ୍ରଣାମ ଜଣାଇ ଜନସାଧାରଣଙ୍କ ସୁଖ ଶାନ୍ତି କାମନା କରିଥିଲେ। ଏହି ଅବସରରେ ରାଜଗାଙ୍ଗପୁର ଅଞ୍ଚଳର ସମାଜସେବୀ ତଥା ବିଜେଡିର ନାରୀ ନେତ୍ରୀ ଶ୍ରୀମତୀ ପ୍ରିୟଦର୍ଶିନୀ ଭୋଇ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଦେଶପ୍ରେମୀ, ବିଭିନ୍ନ ରାଜନୈତିକ ଦଳର ନେତାକର୍ମୀ, ସାଧାରଣ ନାଗରିକ ତାଙ୍କୁ ସୁଭାଷ ବୋଷ ଛକଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ମାଲ୍ୟାର୍ପଣ କରିଥିଲେ। କମାଣ୍ଡର ସୁଭାଷ ବିଞ୍ଜ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରେ ଏକ ବିରାଟ ଶୋଭାଯାତ୍ରାରେ ନିଜ ଗ୍ରାମ ଭଗଟଲି ଅଭିମୁଖେ ଯାତ୍ରା କରିବା ସମୟରେ ସ୍ଥାନୀୟ ନାଗରିକ ତାଙ୍କୁ ପୁଷ୍ପବର୍ଷା ସହ ଅଭିନନ୍ଦନ ପ୍ରଦାନ କରି ସୁଭାଷ ବିଞ୍ଜ କି ଜୟ, ଜୟ ଭାରତ ମାତା କି ଜୟ ଧ୍ୱନିରେ ସହର କମ୍ପି ଉଠିଥିଲା। କମାଣ୍ଡର ସୁଭାଷ ବିଞ୍ଜ ଘର ବାହୁଡ଼ା ପରେ ପରିବାର ଲୋକ ଆତ୍ମବିଭୋର ହୋଇ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଘରକୁ ପାଛୋଟି ଆଣିଥିଲେ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ, କ୍ରାନ୍ତି, ଓଡ଼ିଶା।